ଭୋଟର କାର୍ଡ କୁ କରେକ୍ସନ କରିବା ପାଇଁ ପ୍ରଥମେ ଆପଣଙ୍କୁ କୌଣସି ଏକ ବ୍ରାଉଜର ରେ ଯାଇକି ସର୍ଚ୍ଚ କରିବାକୁ ପଡିବ ଭୋଟର ପୋର୍ଟାଲ। ପୋର୍ଟାଲ ସର୍ଚ୍ଚ କଲା ପରେ ଆପଣଙ୍କୁ ଏଣ୍ଟର ମାରିବାକୁ ପଡିବ। ତାପରେ ଆପଣଙ୍କ ପାଖରେ ଯୋଉ ଫାଷ୍ଟ ଅପସନ ତା ଉପରେ କ୍ଲିକ କରିବାକୁ ପଡିବ। କ୍ଲିକ କଲା ପରେ ଆପଣଙ୍କ ପାଖରେ ଏଇଭଳିଆ ଦେଖେଇବ। ନମ୍ବର ଦିଅନ୍ତୁ। ଏଠାରେ ଆପଣଙ୍କ ପାସୱାର୍ଡ ଦେଇ ଏହାକୁ ଲଗଇନ୍ କରିବେ। ଆପଣଙ୍କ ପାଖରେ ଏଇଭଳିଆ ଆପଣଙ୍କ ଆଇଡି ଶୋ କରିବ। ଏହାପରେ ଆପଣ ଏଠାରେ ଫିଲ୍ ଫର୍ମ 8 ଉପରେ କ୍ଲିକ କରିବେ। ଫଟୋ ନମ୍ବରଟି ଦେଲା ପରେ ଆପଣ ଏଠାରେ ସବମିଟ ଅପସନ ଉପରେ କ୍ଲିକ କରିବେ। ସବମିଟ ଅପସନ କ୍ଲିକ କଲା ପରେ ଆପଣଙ୍କ ପାଖରେ ଏଇଭଳିଆ ଆପ୍ଲିକାଣ୍ଟଙ୍କ ଡିଟେଲ୍ସ ଆସିଯିବ। ଏହାପରେ ଆପଣ ଏଠାରେ ଓକେ ଉପରେ କ୍ଲିକ କରିବେ। କ୍ଲିକ କଲା ପରେ ଆପଣ ଏଠାରେ କଣ କରିବାକୁ ଚାହୁଁଛନ୍ତି ତାହାକୁ ଚୁଜ୍ କରିବାକୁ ପଡିବ। ଯେପରିକି ଆପଣ ଏବେ ଯଦି ସିଫ୍ଟିଂ ରେସିଡେନ୍ସ ଚାହୁଁଛନ୍ତି ତାହେଲେ ଏଠାରେ କ୍ଲିକ କରିବେ। ତ ମୁଁ ଏଠାରେ ଚାହୁଁଛି କରେକ୍ସନ କରିବା ପାଇଁ, ସେଥିପାଇଁ ମୁଁ ଏଠାରେ କରେକ୍ସନ ଏଣ୍ଟ୍ରି ଏକ୍ଜିଟିଂ ଇଲେକ୍ଟ୍ରୋଫୁଲ ମୁଁ ଚୁଜ୍ କରିବି। ଏହାପରେ ମୁଁ ଏଠାରେ ଓକେ ମାରିବି। ସେକେଣ୍ଡ ଅପସନ ଚୁଜ୍ କଲା ପରେ ଆପଣ ଏଠାରେ ଓକେ ମାରିବେ। ଏହାପରେ ଆପଣଙ୍କ ଡିଟେଲ୍ସ ଏଠାରେ ଫେଚ୍ ହୋଇଯିବ। और ଆପଣ ଏଠାରେ ନେକ୍ସଟ ଉପରେ କ୍ଲିକ କରିବେ। ଏହାପରେ ଆପଣ କଣ କରିବାକୁ ଚାହୁଁଛନ୍ତି ତାହା ଏଠାରେ ଆପଣ କ୍ଲିକ କରିବାକୁ ପଡିବ। ଯେପରିକି ମୁଁ ଏଠାରେ ଆଧାର ନମ୍ବର ଆଡ୍ କରିବି, ତ ମୁଁ ଆଧାର ନମ୍ବର କ୍ଲିକ କରିବି। और ଏଠାରେ ଆପ୍ଲିକାଣ୍ଟଙ୍କ ଆଧାର ନମ୍ବର ଦେବାକୁ ପଡିବ। ଆପ୍ଲିକାଣ୍ଟଙ୍କ ଆଧାର ନମ୍ବର ଦେଲା ପରେ ଆପଣଙ୍କୁ ଏଠାରେ ଆପ୍ଲିକାଣ୍ଟଙ୍କ ମୋବାଇଲ ନମ୍ବର ଦେବାକୁ ପଡିବ, ଯୋଉଟା କି ଆପଣ ଏଠାରେ ସେଲ୍ଫ କରିକି ଏଠାରେ ଆପ୍ଲିକାଣ୍ଟ ମୋବାଇଲ ନମ୍ବର ଦେବାକୁ ପଡିବ। ଆପ୍ଲିକାଣ୍ଟ ମୋବାଇଲ ନମ୍ବର ଦେଲା ପରେ ଏଠାରେ ଆପଣଙ୍କୁ ନେକ୍ସଟ ଉପରେ କ୍ଲିକ କରିବାକୁ ପଡିବ। ଏହାପରେ ଆମ ପାଖରେ ଏଇଭଳିଆ ଶୋ କରିବ। ଏଠାରେ ଆପଣଙ୍କୁ କଣ କରେକ୍ସନ କରିବାକୁ ଚାହୁଁଛନ୍ତି ତାହା ଆପଣ ଚୁଜ୍ କରିବେ। ଯେପରିକି ମୁଁ ଚାହୁଁଛି ଆପ୍ଲିକାଣ୍ଟଙ୍କ ନେମ୍ କରେକ୍ସନ କରିତେ ମୁଁ ନେମ୍ ଚୁଜ୍ କରିବି। और ମୁଁ ଚାହୁଁଛି ଆପ୍ଲିକାଣ୍ଟଙ୍କ ଏଠାରେ ମୋବାଇଲ ନମ୍ବର ଚୁଜ୍ କରିବି। और ମୁଁ ଚାହୁଁଛି ଆପ୍ଲିକାଣ୍ଟଙ୍କ ଫଟୋ ତାକୁ ମୁଁ ଚୁଜ୍ କରିବି। ଏଠାରେ ଆପଣଙ୍କୁ ଆପ୍ଲିକାଣ୍ଟଙ୍କ ଫାଷ୍ଟ ନେମ୍ ଆଉ ଲାଷ୍ଟ ନେମ୍ ଦେବାକୁ ପଡିବ, ଯୋଉଟା କି ତାଙ୍କର ଆଧାର ଅନୁସାରେ ଅଛି। ଯେପରିକି ମୁଁ ତାଙ୍କର ଫାଷ୍ଟ ନେମ୍ ଦଉଛି, ତାଙ୍କର ଲାଷ୍ଟ ନେମ୍ ଦଉଛି। ଏଠାରେ ଆପଣଙ୍କୁ ଏଠି ୟେସ୍ ମାରିବାକୁ ପଡିବ। ଏଠାରେ ଆପଣଙ୍କ ଆପ୍ଲିକାଣ୍ଟଙ୍କ ଲାଷ୍ଟ ନେମ୍ ଦେବାକୁ ପଡିବ। ଏହାପରେ ଆପଣଙ୍କ ପାଖରେ ଓଡିଆରେ ଆସିଯିବ। ଯଦି ଆପଣ ଚାହୁଁଛନ୍ତି କରେକ୍ସନ କରିବା ପାଇଁ ତାହେଲେ ଓଡିଆ ଯଦି ଭୁଲ ଅଛି ତାହେଲେ ଆପଣ ଏଠାରେ କ୍ଲିକ କରିବେ। ଏଠାରେ କ୍ଲିକ କରିକି ଏଠାରେ ଯୋଉ କରେକ୍ସନ ପାଇଁ ଅଛି ଏଠାରେ ଆପଣ କ୍ଲିକ କରିକି ଏହାକୁ କରେକ୍ସନ କରିବେ। ମୋବାଇଲ ନମ୍ବର ଦେଲା ପରେ ଆପଣଙ୍କୁ ଏଠାରେ ଆପ୍ଲିକାଣ୍ଟଙ୍କ ଫଟୋଗ୍ରାଫ ଚୁଜ୍ କରିବାକୁ ପଡିବ, ଯୋଉଟା କି ଆପଣଙ୍କ ଭୋଟର କାର୍ଡରେ ଆସିବେ। ଏହା ପାଇଁ ମୁଁ ଆପ୍ଲିକାଣ୍ଟଙ୍କ ଫଟୋଗ୍ରାଫି ଦେଇ ଦଉଛି ଏଠାରେ, ଯୋଉଟା କି ଆପଣ ଏଠାରେ ସେଭ୍ ମାରିବେ। ଆପ୍ଲିକାଣ୍ଟଙ୍କ ଫଟୋ ଆସିଯିବ। ଏହାପରେ ଆପଣଙ୍କୁ ଏଠାରେ ସିଲେକ୍ଟ ଡକ୍ୟୁମେଣ୍ଟ ଉପରେ ଚୁଜ୍ କରିବାକୁ ପଡିବ। ଏଠାରେ ଆପଣ କଣ କରେକ୍ସନ ପାଇଁ ଦଉଛନ୍ତି ତାହାକୁ ଆପଣ ଚୁଜ୍ କରିବାକୁ ପଡିବ। ଯେପରିକି ମୁଁ ଭୋଟର କାର୍ଡ କରେକ୍ସନ ଆଧାର କାର୍ଡ ଅନୁସାରେ କରିବାକୁ ଚାହୁଁଛି, ସେଥିପାଇଁ ମୁଁ ଏଠାରେ ଆଧାର କାର୍ଡ ଦେବି। ଏଠାରେ ଅପଲୋଡ ନେମ୍ ପ୍ରୁଫ୍, ଯୋଉଟା କି ଆପଣ ଏଠାରେ ଦେଲେ ଏଟାକୁ ଏଠାରେ ଚୁଜ୍ କରିବେ। ମୁଁ ଆପ୍ଲିକାଣ୍ଟଙ୍କ ଆଧାରକୁ ଚୁଜ୍ କରୁଛି। ଆପ୍ଲିକାଣ୍ଟଙ୍କ ଆଧାର ଚୁଜ୍ କଲା ପରେ ଆପଣ ଏଠାରେ ନେକ୍ସଟ ଉପରେ କ୍ଲିକ କରିବେ। ଏହାପରେ ଆପଣଙ୍କୁ ଏଠାରେ ପ୍ଲେସ୍ ଦେବାକୁ ପଡିବ। ନେକ୍ସଟ ଦେଲା ପରେ ଆପଣଙ୍କୁ ଏଠାରେ ନେକ୍ସଟ ଉପରେ କ୍ଲିକ କରିବାକୁ ପଡିବ। ଏହାପରେ ଆପଣଙ୍କୁ ଏଠାରେ ଯୋଉ କ୍ୟାପ୍ଚା ଅଛି ତାକୁ ଫିଲ୍ଅପ୍ କରିବାକୁ ପଡିବ। କ୍ୟାପ୍ଚାଟି ଫିଲ୍ଅପ୍ କଲା ପରେ ଆପଣଙ୍କୁ ଏଠାରେ ସେଣ୍ଡ ଓଟିପି ଉପରେ କ୍ଲିକ କରିବାକୁ ପଡିବ। ଯଦି ଆପ୍ଲିକାଣ୍ଟ ମୋବାଇଲ ନମ୍ବର ଲିଙ୍କ କରୁଛନ୍ତି ତାହେଲେ ତାଙ୍କ ମୋବାଇଲ ନମ୍ବରକୁ ଓଟିପି ଯିବ। ଯଦି ମୋବାଇଲ ନମ୍ବର ଲିଙ୍କ କରୁନାହାନ୍ତି ତାହେଲେ ଏଠାରେ ଓଟିପି ଯିବ ନାହିଁ। ତ ଏଠାରେ ଆମେ ଓଟିପି ପଠେଇବା। ଏହାପରେ ଆପଣଙ୍କ ପାଖରେ ଏଭଳିଆ ଶୋ କରିବ। ଏଠାରେ ଆପଣ ଚେକ୍ କରିବାକୁ ପଡିବ କି ଯଦି କିଛି ଭୁଲ ଅଛି ତାହେଲେ ଆପଣ ପୂର୍ବକୁ ଯାଇକି ତାକୁ କରେକ୍ସନ ବି କରିପାରିବେ, କି ଏଡିଟିଂ ମାରିକି ଆଉ କରେକ୍ସନ କରିପାରିବେ। ଯେପରିକି ମୋର ଏଠାରେ ସବୁ ଠିକ ଅଛି, ତ ମୁଁ ଏଠାରେ ସବମିଟ ମାରୁଛି। ତ ଏଠାରେ ସବମିଟ ମାରିଲା ପରେ ଆପଣଙ୍କୁ ଗୋଟେ ଆକ୍ନୋଲେଜମେଣ୍ଟ ନମ୍ବର ଦିଆଯିବ, ଯୋଉଟା କି ଏଠାରେ ଦିଆଯାଇ ନାହିଁ। ସବମିଟ ମାରିଲା ପରେ ଆପଣଙ୍କୁ ଏଠାରେ ୟେସ୍ ଉପରେ କ୍ଲିକ କରିବାକୁ ପଡିବ, ଯୋଉଟା କି ଆପଣଙ୍କ ଆପ୍ଲିକେସନ ସକ୍ସେସଫୁଲି ହୋଇଯାଇଛି। ତ ଆପଣଙ୍କ ଭୋଟର କାର୍ଡ ସକ୍ସେସଫୁଲି 7 ଦିନ ଭିତରେ ବନିଯିବ। ଏହାପରେ ଆପଣଙ୍କ ପୋଷ୍ଟାଲରେ 2 ମାସ ଭିତରେ ଆପଣଙ୍କୁ ରିସିଭ ହବ। ଏଠାରେ ଆପଣ ଡାଉନଲୋଡ ଆକ୍ନୋଲେଜମେଣ୍ଟ ରିସିଭ ମାରିକି ଆଉ ଡାଉନଲୋଡ ବି କରିପାରିବେ। ତ ମୁଁ ଏଠାରେ ଡାଉନଲୋଡ କରୁନାହିଁ, ମୁଁ ଏଠାରେ ଓକେ ମାରୁଛି। ହେଇଥିଲା ଏହି ପ୍ରୋସେସ ଭୋଟର କାର୍ଡ କରେକ୍ସନ କରିବାର। ତ ଆପଣ ମାନେ ଘରେ ବସି ନିଜ ଲାପଟପ କିମ୍ବା କମ୍ପ୍ୟୁଟର କିମ୍ବା ମୋବାଇଲ ଦ୍ୱାରା ଏହାକୁ କରିପାରିବେ। ତ ଥ୍ୟାଙ୍କ୍ସ ଫର ୱାଚିଂ ଦିସ୍ ଭିଡିଓ। ଥ୍ୟାଙ୍କ୍ସ।